ଦେଖନ୍ତୁ ଦୀର୍ଘ 24 ବର୍ଷ ସରକାର ଭିତରେ ଯେତିକି କଳଙ୍କିତ ଗାରିମା ଥିଲା ବର୍ତ୍ତମାନ ତାର ଦଣ୍ଡ ସେ ଭୋଗ କରୁଛନ୍ତି। ସେ ରାଜାଚକ୍ରର ସୃଷ୍ଟିଟା କେଉଁଠୁ ଏଇଭଳି କେତେ ରାଜାଚକ୍ର ସେ ସୃଷ୍ଟି କରୁଛନ୍ତି ତାର ଫଳରୁ ମାନେ ଯିଏ ଜାଣିବା ଲୋକ ଜାଣିପାରୁଛନ୍ତି। ବହୁତ ଜିନିଷ ଲୁକାୟିତ ଅବସ୍ଥାରେ ଅଛି। ଧୀରେ 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 ତାର ପର୍ଦ୍ଦାଫାଶ ହେଉଛି। ଯେତେବେଳେ ତାଙ୍କ ଦଳର ସେତେବେଳେକାର ବିଭାଗୀୟ ମନ୍ତ୍ରୀ ଏବେକାର ମାନ୍ୟବର ବିଧାୟକ ଯେଉଁ ତଥ୍ୟ ଦେଇଛନ୍ତି ଯେ ସେତେବେଳେ ସେ ଅବଗତ ସରକାରଙ୍କୁ କରିଥିଲେ ମଧ୍ୟ ସରକାର ସେଥିପ୍ରତି କର୍ଣ୍ଣପାତ କରିନଥିଲେ, ଯଦ୍ୱାରା କି ଜଣାପଡ଼ୁଛି ରାଜାଚକ୍ର କେବଳ ନୁହେଁ ତାଙ୍କ ବ୍ୟାକଫୁଟ୍ରେ କିମ୍ବା ତାକୁ ପ୍ରୋତ୍ସାହିତ କରିବା ଲୋକ ସେ ଥାର୍ଡ଼ ଫ୍ଲୋରରେ ବସିଥିଲେ ଭଳିଆ ଲାଗୁଛି, କିମ୍ବା ତାଙ୍କ ବରିଷ୍ଠ ନେତା ମନ୍ତ୍ରୀ ମଧ୍ୟ ସେଥିରେ ସମ୍ପୃକ୍ତ କିମ୍ବା ସରକାରୀ ଅଫିସରମାନେ ଏଥିରେ ସମ୍ପୃକ୍ତ ବୋଲି ଜଣାପଡ଼ୁଛି। এটা ଯଦି ତଦନ୍ତ କରାଯାଏ এইଭଳି କେତେ ରାଜାଚକ୍ର ବାହାରିବେ ଏବଂ କେତେ କୋଟିପତି କୁବେର ମନ୍ତ୍ରୀ ବାହାରିବେ ତାର ପର୍ଦ୍ଦାଫାଶ ହେବାର ଆବଶ୍ୟକତା ରହିଛି। ମାଷ୍ଟର ମାଇଣ୍ଡ ତ ତଦନ୍ତ ହେଲେ ଜଣାପଡ଼ିବ। ତଦନ୍ତ ଏ ପ୍ରକାର ସରକାର ଯଦି କରି ତାର ତଦନ୍ତ ସେ କରି ଉପଯୁକ୍ତ ତଥ୍ୟ ପ୍ରଦାନ କରିବେ ରାଜ୍ୟବାସୀ ଜାଣିବେ କିଏ ରାଜାଚକ୍ରର ମାଇଣ୍ଡ ମାଷ୍ଟର ଅଛି ବା କିଏ ତାର ଫାଦର ଅଛି ଗଡ଼ଫାଦର, ସେଇଟା ସମୟ ହିଁ କହିବ।